ମୋ ନାଁ ଚନ୍ଦ୍ରଶେଖର ଗଣ୍ଡା। ଆମେ ଧୁଙ୍ଗିଆଡିର ଗ୍ରାମବାସୀ। ଆମେ ଏଠି ଧାନ ମିଲିଂ କରୁଥିଲୁ, ହଠାତ୍ ଟ୍ରାକ୍ଟରରେ ନିଆଁ ଲାଗିଗଲା। କେତେ ଧାନ ନିଆଁ ଲାଗିଗଲା ଆଉ କେତେ ନଷ୍ଟ ହେଇଥିବ ଭାବୁଛି? ଆଜ୍ଞା ଆମର ହେଇଗଲା ଆଜ୍ଞା 9 ଏକର ଧାନ ଥିଲା ଆଜ୍ଞା, ସବୁ ନଷ୍ଟ ହେଇଗଲା, ତା ସହିତ ଟ୍ରାକ୍ଟର ବି ଜଳିଗଲା ଆଜ୍ଞା। ଧାନ କାହାର ଧାନ? ଆଜ୍ଞା ଆମର ଫ୍ୟାମିଲି ଗୁଡାକର ଧାନ ଥିଲା ଆଜ୍ଞା, ଆମର ବି ଥିଲା ଆଜ୍ଞା। 3 ଘରର ଧାନ ଥିଲା, ସବୁ ଜଳିଗଲା। ଆମର ସବୁ ଧାନ ଜଳିଗଲା, ସବୁ କ୍ଷତି ହେଇଗଲା। ଆମେ ବର୍ଷ ସାରା କ'ଣ ଖାଇବୁ, କ'ଣ କରିବୁ? ସରକାରକୁ ଦୟା ମାଗୁଛୁ ଆମେ, କିଛି ଆମ ପାଇଁ ସହାୟତା କରିବେ। ଆମର ସବୁ ନଷ୍ଟ ହେଇଗଲା, ଆମେ କ'ଣ କରିବୁ, କ'ଣ ଖାଇବୁ? ଏବେ ସରକାର ଆମକୁ ବୁଝିବେ। ଆମକୁ 112 କଣ୍ଟ୍ରୋଲ ରୁମ୍ ଭୁବନେଶ୍ୱରରୁ ଖବର ଆସିଲା ଯେ ଡୁଙ୍ଗାଡିରେ ଗୋଟେ ଆମର ଧାନ ଅମଳ ମେସିନରେ ନିଆଁ ଲାଗିଛି ବୋଲିକି। ଆମେ 1:33ରେ ଖବର ପାଇଲୁ, 1:34ରେ ଆମେ ସେଠୁ ବାହାରି ଆସି ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ 3ଟି ଧାନ ଗଦା ଏବଂ ଗୋଟିଏ ଧାନ ଅମଳ ମେସିନ ଆଉ ଟ୍ରାକ୍ଟରରେ ନିଆଁ ଲାଗିଥିଲା। ଆମେ ଟ୍ରାକ୍ଟର ନିଆଁଟାକୁ ବର୍ତ୍ତମାନ କଣ୍ଟ୍ରୋଲ କରୁଛୁ, ଧାନ ନିଆଁଟା ମଧ୍ୟ କଣ୍ଟ୍ରୋଲ କରୁଛୁ। ବର୍ତ୍ତମାନ ଆମର ଗୋଟିଏ ଛୋଟିଆ ନାଳ ଅଛି, ନାଳରେ ଆମର ପମ୍ପ ବ୍ୟବହାର କରିକି ଆମେ ପାଣି ଆଣିକି ନିଆଁ ଲିଭାଇବାକୁ ଚେଷ୍ଟା କରୁଛୁ, ଆଉ ନିଆଁ ବର୍ତ୍ତମାନ ଆୟତ୍ତରେ ଅଛି।